ଆସିଲା ଆମେ ସିନା କଣ କରନ୍ତି। ତେଣୁ ପାଦର ସଂଖ୍ୟାଟା ହଉଛି 22। ଚୌଧୁରୀ ବାବୁ ଆଜ୍ଞା 22 ପାହାଚଟା ନା କାହିଁକି? କଣ ପାଇଁ? ଯୋଉଥିପାଇଁ ଜୟଦେବ ଗୋସ୍ୱାମୀ କଲେ 10 ଅବତାର ଭିତରେ ପାଦର ସଂଖ୍ୟାଟା ହଉଛି 22। 22 ମତ୍ସ୍ୟ ମାଛର ପାଦ ନାହିଁ, ବାସ୍ କଶ୍ୟପର ହଉଛି 4ଟା ପାଦ। ହେଲା ଏମିତି ସହଜ ଉପାୟରେ ହିସାବ କରିଦେଲେ ପାଇଯିବ। ହଁ ସର୍ଟରେ କରିଦିଅ। ମାଛର ପାଦ ନାହିଁ ବାପା, ଗୋଟିଏ ଅବତାର ପଳେଇଲା, ଆଉ ରହିଲା 9ଟା। 9ଟା 10 ଅବତାର ଭିତରୁ 9ଟା ରହିଲା ଆଉ ଅବତାର। ବେଶ ଆଉ ସବୁ ଅବତାର ଗୁଡାକର ବାସ୍ ନାଇଁ ଗୋଟି ଗୋଟି ହିସାବ କର। ହଁ ହଉ କଶ୍ୟପ କଇଁଚର କେତେଟା ଗୋଡ? 4ଟା ମତ୍ସ୍ୟ କଶ୍ୟପ ବାରାର କେତେଟା ଗୋଡ? 4ଟା ନୃସିଂହ ହଁ ତାଙ୍କର କେତେଟା? 2ଟା ନୃସିଂହ ଠାକୁରଙ୍କର 2 4 4 8 2 10। 10 ମତ୍ସ୍ୟ କଶ୍ୟପ ବରାହ ନୃସିଂହ ବାମନ ବାମନଙ୍କର 2 2। ବେଶ 3ଟା ପାଦ ନାଭି ମଣ୍ଡଳରୁ ଯୋଉଟା ବାହାରିଥିଲା ସେଟା କିଛି ସମୟ ପାଇଁ ବାସ୍ ଅବତାର 10 ଅବତାରକୁ 4 ଭାଗରେ ବାପା ବିଭକ୍ତ ହେଇଛି। ହେଲା ଗୋଟିଏ ଲୀଳା ଅବତାର, ପ୍ରକଟ ଅବତାର, ଅଂଶ ଅବତାର, ଅଂଶାଂଶ ଅବତାର। ହେଲା ଇଏ ପାଠରେ ସେ ହାତ ମାରିନଥିବ, ହଁ ଖାଲି ପସନ ଛାଡି ଦେଇଛି। ପସନ ତ ବାରିଆଡେ ପଡିଛି ଆଉ। ଅବତାର ହଉଛି 4ଟା। ହେଲା 10 ଅବତାର ଭିତରେ 4 ଭାଗରେ ବିଭକ୍ତ ହେଇଛି। ବାସ୍ ଲୀଳା ଅବତାର, ପ୍ରକଟ ଅବତାର, ଅଂଶ ଅବତାର, ଅଂଶାଂଶ ଅଂଶ ଅବତାର। ହେଲା ଲୀଳା ଅବତାର କୃଷ୍ଣ ଲୀଳା, ବେ ରାମ ଲୀଳା ହେଲା ଆମେ କହୁନେ ବାପା, ଇଏ ହେଲେ ଲୀଳା ଅବତାର। ହେଲା ପ୍ରକଟ ଅବତାର ହଁ ଯାହାର ବାଲ୍ୟ ଲୀଳା ନାହିଁ, ସିଧା ପ୍ରକଟ ହେଇଛନ୍ତି, ସିଏ ହଉଛନ୍ତି ନୃସିଂହ ଠାକୁର। ସିଧା ସ୍ତମ୍ଭରୁ ବାହାରିଲେ, ହିରଣ୍ୟ କଶ୍ୟପର ବକ୍ଷକୁ ବିଦାରଣ କଲେ, ହେଲେ ପ୍ରକଟ ଅବତାର। ଅଂଶୁ ଅବତାର ଅଂଶୁ କିଛି ଅଂଶ ପାଇଁ କିଛି ସମୟକୁ ନେଇ ନାଭି ମଣ୍ଡଳରୁ ତୃତୀୟ ପାଦକୁ ସୃଷ୍ଟି କରି ଯେତେବେଳେ ବାପା ତୃତୀୟ ପାଦରେ ବଳିକୁ ପାତାଳପୁରକୁ ଚାପିଲେ, ସେ ପାଦଟା କିଛି ଅଂଶ କିଛି ସମୟ ପାଇଁ ଶରୀରରୁ କିଛି ଅଂଶକୁ ସେ ସୃଷ୍ଟି କଲେ। ବାବା ଅଂଶୁ ଅବତାର ହେଲା ଅଂଶାଂଶୁ ଅଂଶ ଅବତାର ଅଂଶ ଅବତାର ଯିଏ ପରଶୁରାମ। ବାବା ପରଶୁରାମ ତାଙ୍କ ମା ପେଟରୁ ଅବତାର ନୁହନ୍ତି। ଆଉ ତାହେଲେ ଶିବ ପାର୍ବତୀ ଆଧ୍ୟାତ୍ମିକ ରାମାୟଣ କଥାବାର୍ତ୍ତା ହେଲା ବେଳେ, ଶିବ ପାର୍ବତୀ ଆଧ୍ୟାତ୍ମିକ ରାମାୟଣ କଥା ହେଲା ବେଳେ ପରଶୁରାମ ଶ୍ରବଣ କରିଥିଲେ। ସେ ଶ୍ରବଣ କରିଲା ବେଳେ ଭଗବାନ ବିଷ୍ଣୁଙ୍କର କ୍ଷତ୍ରିୟ ଗୁଣ ତାଙ୍କୁ ପ୍ରାପ୍ତ ହେଲା, ସିଏ ହେଇଗଲେ ଅଂଶାଂଶୁ ଅଂଶ। ତେଣୁ ମତ୍ସ୍ୟର ପାଦ ନାହିଁ, କଶ୍ୟପର ବାପା 4ଟା, ବାରାହର ହଉଛି 4ଟା, ନୃସିଂହ ଠାକୁରଙ୍କର 2 10ଟା, ଏବଂ ବାମନଙ୍କର ହଉଛି 2 12ଟା, ରାମଙ୍କର 2 14, ବଳରାମଙ୍କର 2 16, ପରଶୁରାମଙ୍କର 2 18, ବୌଦ୍ଧଙ୍କର 2 20, କଳ୍କୀଙ୍କର 2 ହେଲା। ବାଃ, ମୁଁ ତ ବଢିଆ ହିସାବ କରିଦଉଛି ଆଉ କଣ। ଅବତାର ହଉଛି 22। ତେଣୁ 10 ଅବତାରରେ ଭଗବାନଙ୍କର ପାଦର ସଂଖ୍ୟାଟା ହଉଛି 22। ତେଣୁ ନାମ ରହିଲା 22 ପାବଛ। ଖାଲି ସେତିକି ନୁହେଁ, ଭଗବାନ କହିଲେ ଭଗବାନଙ୍କର 10 ଅବତାର ଭିତରେ ପାଦର ସଂଖ୍ୟା 22 ବୋଲି 22 ପାହାଚ। ବେଦ ହଉଛି ଚୌଧୁରୀ ବାବୁ, ବେଦ କେତେ? ବେଦ ହଉଛି 4। ପୁରାଣ କେତେ? ପୁରାଣ ହଉଛି 18। ପୁରାଣ ହଉଛି 18। ଅଷ୍ଟାଦଶ ପୁରାଣ 18 ଯୁକ୍ତ 4 ସମାନେ 22। 18 ରେ 4 ମିଶେଇଲେ 22। 18 ଯୁକ୍ତ 4 ସମାନେ 22। ତେଣୁ ବେଦ ଆଉ ପୁରାଣକୁ ନେଇ ସୃଷ୍ଟି, ବେଦ ପୁରାଣ ବାହାରେ କିଛି ସୃଷ୍ଟି ନାହିଁ। ଯୋଉଥିପାଇଁ ଶାସ୍ତ୍ର କଣ କହିଲେ? ଭଗବାନ ଭଗବତାନାଞ୍ଚ ମୁଖମ ସ୍କଳିତ ମକ୍ଷର ତ୍ରୟକ୍ଷର ମହାବୀଜ ଅନନ୍ତ ନିଜ ଚତୁଃ ବିଂଶତି ନାରଦ ଚତୁଃ ଶ୍ଲୋକେ ଚ ନାରାୟଣ ନାରଦ ଦଶମ ଶ୍ଲୋକେ ବ୍ୟାସଚୈବ ଶତାନିଚ ଅଷ୍ଟାଦଶ ପୁରାଣେଷୁ ସତ୍ୟାବତୀ ସୁତଂ ସୁକାଭ୍ୟାଂ ଉପଦେଶେନ ପରୀକ୍ଷିତଂ ନିଜ ଜୟ। ବେଦ ହଉଛି 4, ପୁରାଣ ହଉଛି 18। 18 ଯୁକ୍ତ 4 ସମାନ ହଉଛି 22। ଅଷ୍ଟାଦଶ ପୁରାଣ। ଏଇ ନ୍ୟାୟରେ ଯଦି 22ଟା ପାବଛ, ମନ୍ଦିରକୁ ଗଲା ବେଳେ ମନ୍ଦିରରେ ବାପା ଅଶ୍ଳୀଳ ଚିତ୍ର, ଖରାପ ଚିତ୍ର ଅଙ୍କା ହୁଏ। ବର୍ତ୍ତମାନ ଦେଖନ୍ତୁ, ମନ୍ଦିରରେ ଏଗୁଡାକ ସବୁ ଖରାପ ଚିତ୍ର ଅଙ୍କା ହେଇଛି। ତାକୁ ଟିକେ ପଚାରିଥାନ୍ତେ ବାପା, ମନ୍ଦିରରେ କାହିଁକି ଝିଅ ଖରାପ ଚିତ୍ର ଅଙ୍କା ହେଇଛି? ସିଏ ରେକର୍ଡିଂ ଶୁଣୁଥିବ। ହଁ, ରେକର୍ଡିଂ ଶୁଣୁ। ତାହେଲେ ସବୁବେଳେ ପ୍ରତିଦ୍ୱନ୍ଦ୍ୱୀ କାହା ସହିତ ଆମେ ହବାକୁ ଚାହିଁବାନି। ଆମ ଭିତରେ ମନାନ୍ତର କମ, ମତାନ୍ତରଟା ବେଶୀ। ମନ ଭିତରେ ଅନ୍ତର ନାହିଁ। ଷ୍ଟେଜ ଉପରେ 2-4 ପଦ କହିଲେ ଆପଣ ମାନଙ୍କୁ ଭଲ ଲାଗିବ, ବସା ଘରକୁ ଗଲା ବେଳକୁ ସବୁ କିଛି ଠିକ ଠାକ, ଯେମିତି ଭଉଣୀ ଭଉଣୀ ଭିତରେ କଥା। ହେଲେ ସେ ବାଗର ଲୋକ ନୁହଁ, ସିଏ ଅଲଗା ଧରଣର ଜନ୍ତୁ। ଛାଡ ତାଙ୍କ କଥା। ଶିଖୁ, ସିଏ ଏମିତି ଶିଖିଲେ ଜୀବନ ସାରା ବିଦ୍ୟା କଣ ତାକୁ କେବେ ପ୍ରାପ୍ତି ହବନି। ତାହେଲେ ହେଲା କଣ, ଖାଲି ପଇସା ବିକଳରେ 2.5 ଦିନ କି ଗାଇବ ବୋଲି ଗାଇ ଦେଇଛି, ପାଠରେ ମନ ନାହିଁ। ଛାଡ,
ଏଠି ଥାକ ଗାଇବ ସେ ତାଙ୍କ ଗାଁରେ ଯାଇକି ପ୍ରଶ୍ନ ଛାଡିକି ଯିବ ମାନେ ମୋର କେତେ ପାଠ ସେ ପରୀକ୍ଷା କରୁଛି। ତାପରେ ମନ୍ଦିରରେ କାହିଁକି ବାପା ଖରାପ ଚିତ୍ର ସବୁ ଅଙ୍କା ହୁଏ। ବାସ୍ ଅଚ୍ୟୁତାନନ୍ଦ ମହାପୁରୁଷ ଯୋଉ କଥାକୁ ସୁନ୍ଦର ପଦଟିଏ ବୁଝେଇଥିଲେ କଣ କହିଲେ? କହିଲେ 64 ବନ୍ଧ ହେ 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 ଇଏ ଚିତ୍ରକୁ ଯୋଗ ବାବା ଆହା କରି ଗମନ ହଁ ଏକରେ ଗମିଲେ ଶୂନ୍ୟ ପୁରୁଷ ଦିଅନ୍ତି ଦର୍ଶନ। ଏକରେ ଗମନ ଶୂନ୍ୟ ପୁରୁଷ ଦିଅନ୍ତି ଦର୍ଶନ। ଏକରେ ଗମନ ଶୂନ୍ୟ ପୁରୁଷ ଦିଅନ୍ତି ଦର୍ଶନ। ତାହେଲେ ମନ୍ଦିରରେ ବାପା ଯେତିକି ଖରାପ ଚିତ୍ର ଅଙ୍କା ହୁଏ ଆମେ ମନ୍ଦିରକୁ ଯାଉଛେ ସକାଳୁ କେତେ ସ୍ନାନ ଶୌଚ କରି ପୂତ ପବିତ୍ରମୟ ମନରେ ମନ୍ଦିରକୁ ଯାଉଛି ହେଲେ ଖରାପ ଚିତ୍ର ଗୁଡାକୁ ଦେଖିଲେ ଆମ ମନ ଭିତରେ ଖରାପ ଭାବନା ସବୁ ଆସେ। ତଥାପି ମନ୍ଦିରରେ କାହିଁକି ଖରାପ ଚିତ୍ର ଅଙ୍କା ହେଇଛି? କଣ ପାଇଁ ସାରେ? ଅଚ୍ୟୁତାନନ୍ଦ ମହାପୁରୁଷ କହିଲେ କଣ କହିଲେ? ଜଗନ୍ନାଥ ମନ୍ଦିର ଭିତରେ ଏଠି ହେଲା। ଆମର ହୁଏତ 7-8ଟି ଖଣ୍ଡେ ଚିତ୍ରର ଅଙ୍କନ ସମାରୋହ ହେଲା କିନ୍ତୁ ବେ ଜଗନ୍ନାଥ ମନ୍ଦିର ଭିତରେ ବାପା 64 ପ୍ରକାରର ଖରାପ ଚିତ୍ରର ହଉଛି ସମାରୋହ। ହେଲା ପ୍ରଥମରୁ ଆରମ୍ଭ କରି 64 ପ୍ରକାରର ଅଙ୍ଗଭଙ୍ଗୀକୁ ନେଇ ଖରାପ ଚିତ୍ର ଗୁଡାକ ଅଙ୍କନ କରାଯାଏ। ବାସ୍ ତାହେଲେ ହେଲା 64 ବନ୍ଧ ଚିତ୍ରକୁ ଯୋଗ କରି ଗମନ ବେ ଚୌଧୁରୀ ବାବୁ 64 କୁ ଲେଖୁଛେ ହଁ କେମିତି ବାପା ଲେଖୁଛେ? 6 ରେ 4 64 6 ହଁ ପାଖରେ 4 ସମାନ 64 ହଁ ତାକୁ ଯୋଗ କର ପାଠଟା କେତେ ଭିତରେ ଅଛି ଦେଖ। ହେଲା 64 କୁ ଯୋଗ କର ବାସ୍ 6 ପାଖରେ 4 6 ଯୁକ୍ତ 4 ସମାନେ 10 10 କୁ ପୁଣି ଲେଖୁଛେ ହଁ 11 ଶୂନ ଗାର ବାଡି ବାଡି ଭୁଲ ହେଲା 10 କୁ ଲେଖୁଛେ 1 ବେ ପାଖରେ ଶୂନ ବାସ୍ 1 ଟା କଣ ଶୂନ ଟା କଣ ହଁ ନୁହେଁ କି ବାପା? ପାଠଟା କୋଉଠି ଅଛି ଟିକେ ଖୋଜିଲେ ହବ କି କାହିଁକି ଖରାପ ଚିତ୍ର ଅଙ୍କା ହେଇଛି? ବାସ୍ କେତେ ଜଣ କହନ୍ତି ଧୈର୍ଯ୍ୟ ପରୀକ୍ଷା କରିବାକୁ କିନ୍ତୁ ସେ ଧୈର୍ଯ୍ୟଟା କଣ? ବାସ୍ ଆମେ କହୁଛେ ଭଗବାନ ଆମ ଧୈର୍ଯ୍ୟକୁ ପରୀକ୍ଷା କରିବାକୁ ମନ୍ଦିରରେ ସବୁ ଖରାପ ଚିତ୍ର ଅଙ୍କା ହେଇଛି ହଁ ତାହେଲେ ସେ ଧୈର୍ଯ୍ୟ କଣ ନା 64 ପ୍ରକାରର ଅଙ୍ଗଭଙ୍ଗୀ 64 6 ଯୁକ୍ତ 4 ସମାନେ 10 10 କୁ ଲେଖୁଛେ 1 ପାଖରେ ଶୂନ ଅର୍ଥ ବେ ଏକ ଲୟରେ ବାସ୍ ଏକ ଭାବରେ ବେ ଯଦି ମନକୁ ଥୟ କରି ହେଲା ଶୂନ୍ୟ ପୁରୁଷଙ୍କୁ ଦର୍ଶନ କରିବାକୁ ଯିବ ତାହେଲେ ଭଗବାନଙ୍କୁ ପାଇବ। ଶାସ୍ତ୍ର କଣ କହିଲେ? କହିଲେ ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଶୂନ୍ୟ ମଧ୍ୟ ନିରଞ୍ଜନ ନିରଞ୍ଜନ ମଧ୍ୟ ଜ୍ୟୋତି ସଂଜ୍ୟୋତି ଭଗବାନାୟ। ତାହେଲେ ଏକ ଲୟରେ ହେଲା ଶୂନ୍ୟ ପୁରୁଷକୁ ଦର୍ଶନ କରିବା ପାଇଁ ଯିଏ ଯିବ ବେ ସିଏ ହିଁ ଭଗବାନଙ୍କର ସାନ୍ନିଧ୍ୟ ପାଇବ। ବାବା ଆଉ ବାପା ଇଏ ଚିତ୍ରକୁ ଯିଏ ଅଲଗା ଅର୍ଥରେ ବୁଝିଲା ବାସ୍ ସିଏ କେବେ ଭଗବାନଙ୍କର ଭକ୍ତ ହେଇପାରିବନି ହେଇପାରିବନି। ନା ନା ତାହେଲେ ଏଇ ନ୍ୟାୟକୁ ନେଇ ବାସ୍ ଆମେ ଜଗନ୍ନାଥଙ୍କୁ ଦର୍ଶନ କରୁଛେ। ସାରିଆ ଭିକ ଶେଷ ପଦରେ କଣ କହିଲେ? କଣ କହିଲେ? କହିଲେ ଗନ୍ଧ ପଛରେ ଦେଖ ଦିଶୁଛି କଳା ଶ୍ରୀମୁଖ ଗରୁଡ ପଛରେ ଦେଖ ଦିଶୁଛି କଳା ଶ୍ରୀମୁଖ କହଇ ସାରିଆ ଭିକ ସାରିଆ ଭିକ ଏବେ ବଳରାମଙ୍କୁ କହିବା ଥକା ମନ ଚାଲ ଯିବା ଚକା ନୟନ ଦେଖିବା ଥକା ମନ ଚାଲ ଯିବା। ଗରୁଡ ପଛରେ ଦେଖ ଦିଶୁଛି କଳା ଶ୍ରୀମୁଖ। ବେ ଚୌଧୁରୀ ବାବୁ ଆଜ୍ଞା ସାରିଆ ଭିକ କହିଲେ ହେଇ କହଇ ସାରିଆ ଭିକ ବଳରାମଙ୍କୁ କହିବା। ବାସ୍ ଆମେ ତ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସବୁ ଗାଇଲି ହେଲା ସାରିଆ ଭିକ ଶେଷରେ କଣ କଲେ? ଜଗନ୍ନାଥଙ୍କୁ କହିବା ବଦଳରେ କଣ ବଳରାମଙ୍କୁ କହିବେ? ତାକୁ ସେ ଝିଅ ଯେତେବେଳେ ବାପା ଆସିବ ତାକୁ କହିବେ ସେ ଝିଅ ପ୍ରଶ୍ନ ଛାଡିକି ଯାଇଛି ମା ସାରିଆ ଭିକ ସବୁ କହିଲେ ଗରୁଡ ପଛରେ କାଳିଆ ଶାନ୍ତକୁ ଦେଖିବ ଶେଷରେ କାହିଁକି ବଳରାମଙ୍କୁ କହିବ? ବାସ୍ ସବୁ ତ ଜଗନ୍ନାଥଙ୍କୁ କହିଲ ଶେଷ ପଦଟା କାହିଁ ବଳରାମଙ୍କୁ କହିବ? ତାକୁ ଯେତେବେଳେ ଆସିବେ କହିବେ ସେ ଝିଅ କହିଛି ହେଲା ଏଇ କଥାଟା ତାକୁ ଟିକେ ବୁଝା। ହଉ ତାହେଲେ ବେ ଗରୁଡର ପଛରେ ଥାଇ ଭଗବାନଙ୍କୁ ଦେଖ। ଆଚ୍ଛା ଗରୁଡଙ୍କର ପଛଟା ହଉଛି ତାଙ୍କ ମାତୃ ଗର୍ଭ ଯିଏ କି ବିନତା ବେ ମାତୃତା ଗରୁଡଙ୍କର ମା ହେଲେ ବିନତା ପ୍ରଭୁ ପଛରେ ବାସ୍ ବା ଭଗବାନଙ୍କ ନିକଟରେ ଯଦି ବିନତି ହୋଇ ବାସ୍ ବିନୟ ଭାବରେ
ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯିବ ବ୍ୟାସ୍। ତାହେଲେ ବିଦ୍ୟା ପ୍ରାପ୍ତି ହବ ବା ପ୍ରଭୁଙ୍କର ସାନ୍ନିଧ୍ୟ ପ୍ରାପ୍ତି ହବ। ହେଲା ଯଦି ମନ ଭିତରେ ଗର୍ବ ଅହଙ୍କାର ନେଇ ଭଗବାନଙ୍କ ପାଖକୁ ଯିବ ସେ ପ୍ରଭୁର ସାନ୍ନିଧ୍ୟ କେବେ ଆମେ ପାଇପାରିବା ନା। ଜଗନ୍ନାଥ ଦାସ କଣ କହିଲେ କଲେ ଗର୍ବ ଗଞ୍ଜନ ନର ହରି ଗର୍ବ ନର ଖନ୍ତି କାହାରି ଗର୍ବ ନର ଖନ୍ତି କାହାରି ଗର୍ବ ନର ଖନ୍ତି କାହାରି ପୂଜା କୁହ ଈଶଦୟ ଜ୍ଞାନ ତା ହୃଦୟରୁ ଉଦୟ ଆହା ଜ୍ଞାନତା ହୃଦୟ ଉଦୁଦ ଜ୍ଞାନତା ହୃଦୟ ରୁଦର ଉଦ୍ଧବ ମନେ ରଖିଥିବୁ ମୁଁ ବୋଲେ ମୋତେ ତୁ ପାଇବୁ। ମତେ ତୁ ପାଇବୁ। ଆମେ ଭଗବାନଙ୍କୁ ଦର୍ଶନ କରିବା ପାଇଁ ଯାଉଛେ ବାପା ଭଗବାନଙ୍କ ପାଖରେ ଧନୀ ନଥାଏ ଗରିବ ନଥାଏ ଜ୍ଞାନୀ ନଥାଏ ମୂର୍ଖ ନଥାଏ ତେଣୁ ଯଦି ଧନୀ ଜ୍ଞାନୀ ଉଚ୍ଚ ନିଚର ଭେଦଭାବକୁ ମନ ଭିତରୁ ଦୂରେଇ ବିନମ୍ର ଭାବରେ ଭଗବାନଙ୍କୁ ଦର୍ଶନ କରିବାକୁ ଯିବ ତାହେଲେ ଜ୍ଞାନରୁ ଆପେ ଆପେ ହୃଦୟରୁ ଜ୍ଞାନଟା ଜାତ ହବ। ବାବା କିଏ କାହା ମା ପେଟରୁ ଆମେ ପାଠ ଶିଖିକି ଆସିନି ମର୍ତ୍ୟ ମଣ୍ଡଳକୁ ଆସିଲା ପରେ ହେଲା ମୁଁ ଯାହାକୁ ହୋଇ ସଦୟ ଭଗବାନଙ୍କର ଯାହା ଉପରେ ଆଶୀର୍ବାଦ ଅଛି ତାର ହୃଦୟରୁ ସିନା ଜ୍ଞାନଟା ଉଦୟ ହବ ନହେଲେ କୁଆଡେ ପୁଅ ହବ ନା। ତାହେଲେ ବିନମ୍ର ଭାବରେ ବିନୟୀ ହୋଇ ଯଦି କାଳିଆ ଶାନ୍ତକୁ ଦର୍ଶନ କରିବାକୁ ଯିବା ହେଲା ତାହେଲେ ନିଶ୍ଚିତ ଭଗବାନଙ୍କର ସାନ୍ନିଧ୍ୟ ଆମେ ପାଇବା। ତାହେଲେ କହିବାର ଉଦ୍ଦେଶ୍ୟ ହେଲା କାଳିଆ ଶାନ୍ତ ରତ୍ନ ସିଂହାସନ ଉପରେ ବେଶ। ସୁନ୍ଦର ଭାବରେ ପ୍ରଭୁମର ଲକ୍ଷେ ଶାଳଗ୍ରାମ ଶିଳାକୁ ନେଇ ବସିଛି। ଚୌଧୁରୀ ବାବୁ ହେଲା ଯଦି ତମେ ମନ୍ଦିରକୁ ଯାଇଛ ହେଲା ସିଂହାସନ ଉପରେ ବେଶ। କେତେ ଜଣଙ୍କୁ ଦେଖିଛ କହିଲ? 4 ଜଣକୁ 4 ଜଣକୁ କିଏ କିଏ? ବଡ ବାଡର ଠାକୁର ବଳଭଦ୍ର ଜଗନ୍ନାଥ ଠାକୁର ସୁଭଦ୍ରା ମୟା ସୁଦର୍ଶନ ମହାରାଜ ଆଉ ଆଉ ସେତିକି ତ 4 ଜଣ ଆଉ ତମେ କମେ ଦେଖିନ? ହଁ ଯେତିକି ଆମେ ଦେଖିଛୁ ନା ଆଉ। ଆରେ ମନ୍ଦିରର ସିଂହାସନରେ ହେଲା ପୂଜା ପାଆନ୍ତି 7 ଜଣ ଦେବାଦେବୀ। 7 ଜଣ 7 ଜଣ ଦେବାଦେବୀ ମନ୍ଦିର ସିଂହାସନରେ ପୂଜା ପାଆନ୍ତି। ଆଚ୍ଛା କିଏ କିଏ କେମିତି କଣ କଣ? ବଳଭଦ୍ର ଠାକୁର ବେଶ। ସୁଭଦ୍ରା ମା ହେଲା ଜଗନ୍ନାଥ ମହାପ୍ରଭୁ ହେଲା ସୁଦର୍ଶନ ଠାକୁର ହେଲା ମାଧବ 5 ଭୂଦେବୀ 6 ଶ୍ରୀଦେବୀ 7 କେତେ ଜଣ ହେଲେ? 7 ଜଣ ହେଲେ। ସେଇଥିପାଇଁ ତାର ନାମ ରଖାଯାଇଛି ସପ୍ତାର ଭରଣ। ହଁ 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 ସପ୍ତ ଯୁକ୍ତ ଆଭରଣ ସମାନେ ସପ୍ତାର ଭରଣ। ହେଲା 5 ଜଣ ହଉଛନ୍ତି ଆପଣ ମାନଙ୍କର ଦାରୁରେ ତିଆରି ବେଶ। 2 ଜଣ ହଉଛନ୍ତି ଧାତୁରେ ତିଆରି ହେଲା ମାଧବ ମାଧବ ଆଚ୍ଛା ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ ବେଶ। ମନ୍ଦିରକୁ ବାହାରକୁ କେତେ ଥର ଆସନ୍ତି? ଥରଟେ ଆସନ୍ତି ତ ଗୁଣ୍ଡିଚା ନବଦିନାତ୍ମକ ଯାତ୍ରା ପାଇଁ ସ୍ନାନ ବେଦୀ ଉପରେ ସ୍ନାନ କରିବା ପାଇଁ ଆସନ୍ତି। ହେଲା ବାକି ଯୋଉ କାର୍ଯ୍ୟକ୍ରମ ତକ ହୁଏ ବେଶ। ସେ ଚାରିପଟ ମନ୍ଦିରରେ ବେଢା କିଏ ବୁଲନ୍ତି ଯେମିତି 12 ଚାପ ଖେଳ ହଉ ବିଭିନ୍ନ ପ୍ରକାର ଗୋଟିଏ ପଦ ଶ୍ଲୋକ ଗାଇ ଦଉଛି ଚାପ ଖେଳ ପାଟିରେ ଖାଲି କହିଲେ ହବ କି? ହଁ। ପ୍ରତି କଥାରେ ପ୍ରମାଣ ଦେଲେ ଟିକେ ହବ। ହଁ ଦେଖି କହିଲେ ଇଏ ଦୋଳେ ଚ ଦୋଳ ଗୋବିନ୍ଦ ଚାପେ ଚ ମଧୁସୂଦନ ରଥେ ତୁ ବାମନ ଦୃଷ୍ଟ୍ୟା ପୁନର୍ଜନ୍ମଂ ନ ବିଦ୍ୟତେ। ନରେନ୍ଦ୍ର ପୋଖରୀରେ ଚାପ ଖେଳ ହୁଏ। ବାସ୍ ମନ୍ଦିର ବାହାରେ ଦୋଳ ପୂର୍ଣ୍ଣମୀରେ ଠାକୁର ଦୋଳ ବେଦୀ ଉପରକୁ ଆସନ୍ତି। ହେଲା କିଏ ସେତେବେଳେ ଆସନ୍ତି? କିଏ ସେ? ନା ଯୋଉ ମାଧବ ବା ମଦନ ମୋହନ ମୂର୍ତ୍ତି ବେଶ। ସିଏ ବାପା ମନ୍ଦିରର ଚାରିପଟ ବେଢା କାର୍ଯ୍ୟକ୍ରମ ତକ କରନ୍ତି। ବାସ୍ ଭୂଦେବୀ କହିଲେ ଯିଏ କି ସରସ୍ୱତୀ ବାସ୍ ଶ୍ରୀଦେବୀ କହିଲେ ଯିଏ କି ଲକ୍ଷ୍ମୀ। ହେଲା ସରସ୍ୱତୀ ତିଆରି ହଉଛନ୍ତି ରୌପ୍ୟ ଧାତୁରେ ହେଲା ଲକ୍ଷ୍ମୀ ତିଆରି ହେଇଛନ୍ତି ସୁବର୍ଣ୍ଣ ବା ସୁନା ଧାତୁରେ। ହେଲା ତେଣୁ ତାର ନାଁ ରହିଛି ସପ୍ତ ଯୁକ୍ତ ଆଭରଣ ସମାନେ ସପ୍ତାଭରଣ ସପ୍ତାର ଭରଣ। ବେଶ। ତେଣୁ ସେଇ ମନ ଭିତରେ ସାର ଗର୍ବ ଅହଙ୍କାରକୁ ଦୂରୀଭୂତ କରି ହେଲା ପ୍ରଭୁ ପାଖରେ ଯଦି ବିନୟୀ ଭାବରେ ବିନମ୍ର ଚିତ୍ତକୁ ନେଇ ଭଗବାନ କାଳିଆ ଶାନ୍ତକୁ ଦର୍ଶନ କରିବା ପାଇଁ ଯିବା ହେଲା ତାହେଲେ ନିଶ୍ଚିତ ଭାବରେ ଆମେ ଭଗବାନଙ୍କର ସାନ୍ନିଧ୍ୟ ପାଇବାରେ। ତେଣୁ ସେଇ କାଳିଆ ଶାନ୍ତ ବଳିଆର ଭୁଜ ହେଲା ଇଏ ପବିତ୍ର ଦରବାର ଭିତରେ ଉପସ୍ଥିତ ହୋଇ ବେଶ। ଏଠାରେ ଉପସ୍ଥିତ ଥିବା ମୋର ଜ୍ଞାନୀ ବାପା ଭାଇ ମାନଙ୍କର ଶ୍ରୀମନ୍ତିନୀ ମୋର ମା ମାନଙ୍କର ମଙ୍ଗଳ କରିବା ସହିତ ହେଲା ବିଳମ୍ବିତ ରାତ୍ର ଭିତରେ ଅଧୀନାର 2 ପଦ କଥାକୁ ଶ୍ରବଣ କରୁଥିବା ମୋର ଦର୍ଶକ ବାପା ଭାଇ ମାନଙ୍କର ମଙ୍ଗଳ କରି ବେଶ। ଯେମିତି ପ୍ରଭୁ ଦରବାର ଭିତରେ ଆନନ୍ଦର ସହିତ ହେଲା ଏହିପରି ଲୀଳା ଲାଗିଛି ପ୍ରଭୁ କରୁ ପ୍ରତିବର୍ଷ ଆନନ୍ଦ ସହକାରେ ବେଶ। ଏହିପରି ଲୀଳା ଲାଗି ଥାଉ ସର୍ବେ ବୋଲନ୍ତୁ ଆନନ୍ଦେ ଗୋପାଳ। ହରି ହରି ବୋଲ। ଆଉ ଏ କନ୍ଦ ଚରଣେ ମୋୟତିକି ଅଳି ଆହା କନ୍ଦ ଚରଣେ ମୋୟତିକି ଅଳି ବାଜିବ ମୃଦଙ୍ଗ ଆଉ ବାଜିବ ହଉ ହଉ କନ୍ଦ ଚରଣେ ମୋୟତିକି
ମୃଦଙ୍ଗ ଆଉ ବାଜିବ ଜାଳି ଯା ଯା ହରିବୋଲ ସହିତରେ ଥିବ କରତାଳି ଆହା। ଶ୍ରୀମନ୍ତିନୀ ମା ମାନେ ମୋର ଦେବେ ହୁଳ ହୁଳି ବାବା। କିଏ ହରିବୋଲ କରତାଳି ହୁଳ ହୁଳି ସବୁ ଯେ ଏ ହେ ଅନୁଷ୍ଠାନ ଦିନରୁ ଦିନ ଯାଉ ମଣିଷର ବେବୋଲ ଆନନ୍ଦେ କବାର दर्शक बंधु आम कार्यक्रम केमती लगिला यार मतामत दियंतु लाइक करंतु शेयर करंतु आ हां सब्सक्राइब करने को जमा भी भूलिबेनी। रहुची नमस्कार।